ଜଗତରେ କେତେକ ଲୋକ ଥାନ୍ତି ସେମାନେ ମା ଅନ୍ୟର ସବୁବେଳେ ଅହିତ ଚିନ୍ତା କରନ୍ତି। ସେମିତିଆ ଗୋଟା ନାରୀ ଥିଲା ହଉଛି କଦ୍ରୁ, ନିଜର ଭଉଣୀ ବିନତା, ତଥାପି ଅନ୍ତର ଭିତରେ ଆସିଲା ଈର୍ଷା, ଅନ୍ତର ଭିତରେ ଆସିଲା ହିଂସା। ସ୍ୱାମୀ ମୋର ଦେଲେ ଦୁଇଟା ଅଣ୍ଡା, କହିଦେଲେ ଦୁଇଟା ସନ୍ତାନ ଜନ୍ମିବେ, ସିଏ ଏବେ ବିଶ୍ୱର ବରଣୀୟ ସ୍ମରଣୀୟ ଅଭିନନ୍ଦନୀୟ। ତାହେଲେ ମୋର 100ଟା ଛୁଆ କଣ ବେକାର ହେଇଯିବେ? ଦିନେ କପଟ ପେଟରେ ପେଟେ ବିଷ ରଖି ଡାକିଲା, ଏ ବିନ ଇଆଡେ ଟିକେ ସମୁଦ୍ର କୂଳକୁ ବୁଲିବାକୁ ଯିବା, ସମୁଦ୍ର କୂଳେ ଥଣ୍ଡା ହାୱା ଖାଇବା। ସମୁଦ୍ରକୁ ଦେଖିଲେ ମନ ଶାନ୍ତ ହେଇଯାଏ, ସମୁଦ୍ରକୁ ଦେଖିଲେ ହୃଦୟରେ ଶୀତଳ ଭାବ ଆସେ। ଇଆଡେ ସମୁଦ୍ର କୂଳେ ବୁଲୁଛନ୍ତି ଦି ସଉତୁଣୀ, ପଦଟିଏ ଗୀତ ଗାଇଲା ବିନତା। କଣ ଗାଉଛି? ଲେଖିଲେ ଭକ୍ତ କବି ମଧୁସୂଦନ ରାଓ। କି ସୁନ୍ଦର ଆହା କି ଆନନ୍ଦ, କି ସୁନ୍ଦର କି ଆନନ୍ଦ, ଏହି ବିସାର ସଂସାର, ଏରେ ସାର ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର, ଧନ୍ୟ ମହାପ୍ରଭୁ ଅନନ୍ତ ବାର, ଓଟେ ଅନନ୍ତ ବାର। ସୁଲଳିତ କଣ୍ଠରେ ବିଶ୍ୱର ଠାକୁରଙ୍କର ବିଶ୍ୱ ଦେବତାଙ୍କର ବନ୍ଦନା କରୁଥିବା ସମୟରେ ପେଟରେ ପେଟେ ବିଷ ଅଛି ମା କଦ୍ରୁମାର। ଡାକିଲା, ବିନ ଜାଣିଛୁ ଏଇ ସମୁଦ୍ରକୁ ଦିନେ ଦେବତା ମାନେ ରାକ୍ଷସ ମାନେ ମନ୍ଥିଥିଲେ, ଏଇଠୁ ବାହାରିଥିଲା ଉଚ୍ଚେଶ୍ୱର ଅଶ୍ଵ, ଏଇଠୁ ବାହାରିଥିଲା ଐରାବତ ହାତୀ, ଏଇଠୁ ବାହାରିଥିଲା ଅମୃତ, ଏଇଠୁ ବାହାରିଥିଲା ବିଷ। ଏ ଭୋଳାନାଥ ପିଇଥିଲେ ବିଷ, ଏଇ ଅମୃତକୁ ଦେବତା ମାନେ ନେଇଥିଲେ। ବିନ ଉଚ୍ଚେଶ୍ୱର ଅଶ୍ଵ ବିଷୟରେ ଜାଣିଛୁ? ସେଟା ଧଳା ନା କଳା କହିଲୁ? ଉଚ୍ଚେଶ୍ୱର ଅଶ୍ଵ ଦେଖିବାକୁ କଣ? ଦେଖିବାକୁ ଧଳା। ଏ ବିନତା କହିଲା ଧଳା, କଦ୍ରୁ କହିଲା ଟି କଳା। ଏ ବିବିଧ ଜନ ପୁରାଣର କଥା ମାନ, କଥାରେ କିଛି ଗୁରୁତ୍ୱ ନାହିଁ। ବିନତା କହିଲା ଧଳା, କଦ୍ରୁ କହିଲା କଳା। ଲାଗିଲା ଟକ୍କର, ଲାଗିଲା ଯୁକ୍ତି। ଶେଷକୁ କଦ୍ରୁ କହିଲା, ଏ ମୁଁ 100 ପୁଅର ମା, 100 ପୁଅର ମା, ମୁଁ କହୁଛି ସେଇଟା ହଉଛି କଳା। ବିନତା କହିଲା ନାଇଁ ଧଳା। ଧଳା ନା କଳା, କଳା ନା ଧଳା। ଶେଷକୁ ମା ରହିଲା ସର୍ତ୍ତ, ଯାହା କଥା ଭୁଲ ହେଇଯିବ ସେ ମରିବା ପର୍ଯ୍ୟନ୍ତ ପୋଇଲି ହେଇ ରହିବ। ସର୍ତ୍ତ କରି ଆଶ୍ରମକୁ ଫେରି ଆସିଲେ। ସଞ୍ଜ ନଈ ଆସିଲା, ଅସ୍ତ ହେଲେ ଦିନ ମଣି, ହେଲା ଦିନ ଶେଷ, ଆସିଲା ରଜନୀ ରାଣୀ, ଆସିଲା ହରି କଳା ବେଶ, ସଞ୍ଜ ନଈ ଆସୁଛି, ଅନ୍ଧାର ମାଡ଼ି ଆସୁଛି। କଦ୍ରୁ ସିନା କଥା କହିଦେଲା, 100 ପୁଅର ମା, ମନରେ ଭାରି ଗର୍ବ। ଆମର ଗୋଟେ ଗାଉଁଲି କଥା ଅଛି, ଜିନିଷ ନାଇଲେ ଘୋରେଇ ଚାଲ, ପୁଅ ଜନ୍ମ କଲେ ଓରେଇ ଚାଲ। ଆଜ୍ଞା କଥା କେତେ ଦୂର ସତ ଆପଣ ଦେଖିଲେ? ଆଜି ଯଦି ଭୁବନେଶ୍ୱର ଯିବେ, ଆପଣଙ୍କ ବେକାରେ ହାର ପଡିଛି, ଆପଣ ପଛରେ 4ଟା ଗୋଡେଇବେ, କେମିତି ସାହାରକୁ ନବୁ, ନଉଛନ୍ତି ନା? ଆଚ୍ଛା, ରାତି ପାଇଲେ ଆପଣ ଶୁଣୁଛନ୍ତି ନା? ତେଣୁ ମା ଭୂଷଣ ପିନ୍ଧିଲେ ଘୋରେଇ ଚାଲ, ଆଉ ପୁଅ ଜନ୍ମ କଲେ ଓରେଇ ଚାଲ। ସବୁବେଳେ ନତମସ୍ତକ ହବ। ଯଶୋଦା ମା ନତମସ୍ତକ ହେଇଥିଲା ନା? ମୁଁ କାହିଁ କହିଲି?
ରାତି ପାହି ଆସୁଛି ଏଇ କଦ୍ରୁ ତା ପୁଅ ମାନଙ୍କୁ ଡାକିଲା ହଁ ଆରେ ତକ୍ଷକ ମା ବାସୁକି ମା ଏଲାପୁତ୍ର ମା ଅନିଳ ମା କାଳି ମା ସବୁ ସାପ ପୁଅ ମାନେ ଆସିଗଲେ ଆହା ମା ପାଖରେ ଠିଆ ହେଲେ ପାଦ ଧୂଳି ନେଲେ ମୁଣ୍ଡିଆ ମାଇଲେ କହିଲେ ମା ଏ ଅସମାରେ କାହିଁ ଡାକିଲୁ ମା ଆମକୁ କାହିଁକି ଡାକିଲେ ହଁ ହଁ କାହିଁକି ଡାକିଲୁ ଏ ମା? ଗୋଟି ଗୋଟି କଥା ଗୋଟି ଗୋଟି କଥା ବିଗତ ବାରତା তোমার ଯେ ବଖାଣି ଗଲା কদু যে বখানি গলা ଆରେ 100ଟା ପୁଅକୁ ଜନ୍ମ ଦେଇ ମୁହିଁ জনলে মোহে କୋଇଲି ହେବି କି ଭଲା ଆରେ ପୁଅ ମାନେ ମୁଁ ଗୋଟିଏ କଥା କହିଦେଇଛି কোন মা ତମ ସାନ ମା କହିଲା ଉଚ୍ଚେଶ୍ବା ଅଶ୍ଵ ରଙ୍ଗ ଧଳା ହଁ ମୁଁ କହିଛି କଳା କଳା ତମେ କହିଲ ଧଳା ନା କଳା মা ହଁ ଦେଖିବାକୁ ସମ୍ପୂର୍ଣ୍ଣ ଧଳା ହଁ ହଁ ସବୁ ପୁଅ ମାନେ ଗୋଟାଏ ଉତ୍ତର ଦେଲେ ଦେଖିବାକୁ ଧଳା 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 ଦେଖିବାକୁ ହଉଛି ହ୍ୱାଇଟ ହେ କଣ ଦେଖିବାକୁ ହ୍ୱାଇଟ ଓଡ଼ିଆରେ କହୁନୁ ସେଇଟା କଣ ହ୍ୱାଇଟ କଣ ଆପଣ ଜାଣିନାହାନ୍ତି ନାଇଁ ସ୍ୱଚ୍ଛ ଧଳା ମତେ ଇଏ ପାଠ ପଢଉଛି କହୁଛି ସ୍ୱଚ୍ଛ ଧଳା ଯେତେବେଳେ ସବୁ ପୁଅ ମାନେ କହିଲେ ଧଳା ଏ ତ ଦଣ୍ଡକେ ଝାଉଁଳି ପଡିଲା ମାତା চেতনা ଚେତନା হত মাতা চেতনা হত କେବେ କି হইলি পইলে গলা মানব গলা মানব হত କଦ୍ରୁ ମନେ ମନେ ବିଚାର କରୁଛି ମୁଁ କଣ ମରିବା ପର୍ଯ୍ୟନ୍ତ ପଇଲି ହେବି ଆହା 100ଟା ପୁଅକୁ ଜନ୍ମ ଦେଇଛି ହଁ ତମ ମାନଙ୍କୁ ଜନ୍ମ ଦେଇଛି ହଁ ତୁମେ ଗୋଟେ ମା ପାଇଁ ଗୋଟେ କାମ କର କଣ ରାତି ରାତି ଚାଲିଯା ହଁ। ସେ ଧଳା ଘୋଡ଼ା ଅଙ୍ଗରେ ତମ ରଙ୍ଗ ତ ସବୁ କଳା ଏ ତୁ ଶୁଣ ବାଳୁଙ୍ଗା ହଁ ହଁ। କୁହ ତୁ ଯାଇକିରି ହଁ। ଆଗ ଗୁଡେ ହେଇଗଲୁ কাহিকি ମୁଁ ଆଗ ଗୁଡେ ହେଇଯିବି ଗୁଡେ ହେଇଯା ଗୁଡେ ହେଲେ କଣ ହବ হব ରାତି ପାହିଲେ ସେ ଘୋଡ଼ା ଆସିବ ହଁ। ମୁଁ ବିନତାକୁ ଦେଖେଇଦେବି ହେଇ ଦେଖେ କଳା ଓ ମା না ଯେତେବେଳେ ପୁଅ ମାନେ ଶୁଣିଲେ হ্যাঁ ମା ଆଜ୍ଞା ସମସ୍ତେ ଅନ୍ୟାୟକୁ ଯିବେ ନା ସମସ୍ତେ ଅସତ୍ୟକୁ ଯିବେ না ମା 8 ପୁଅ ବଡ ପୁଅ ଠିଆ ହେଇଥିଲା ଅନନ୍ତ হ্যাঁ କହିଲା, "ମା, ହେ କହିଲା, ମା, ନା। ନା ଏଇଠି ବାପା ବସି ପାଠ ପଢେଇଛି ହଁ, ହଁ। ଏ ସତ୍ୟ ପଥେ ଧର୍ମ ପଥେ ଘେନି ସତ୍ୟ ପଥେ ଧର୍ମ ପଥେ ଘେନି ପରାଣ ମୋର ତମ ସତେ ପ୍ରଭୁ ପରମ ଏ ଜୀବନ ରଣେ କନିଷ୍ଠ ଲକ୍ଷ୍ୟ ଦେବେ ମୋର ପାଲା ପ୍ରେମୀ ସୁଧୀ ସମାଜ ଯେତେବେଳେ ପୁଅ ବଡ଼ ପୁଅ କହିଦେଲା ଆଉ ସାନ ଭାଇ 7ଟା ଥିଲେ କହିଲେ ନନା ଯାହା କହିଲେ ଠିକ হ্যাঁ ଆମେ ଅନ୍ୟାୟକୁ ଯିବୁନି ଅନ୍ୟାୟ କରିପାରିବୁ ନା ଆମେ ନା। ଅସତ୍ୟକୁ ଯିବୁନି ନା। ଆମେ ଅଧର୍ମକୁ ଯିବୁନି ପୂର୍ଣ୍ଣିମା ଯାହାର ବାପ ମହାତପା କଶ୍ୟପ ହଁ ତା ଛୁଆ ମାନେ ଅନ୍ୟାୟ କରିବୁ ନା ଏ ତ ହୋଇଲା ବଡ଼ ଅଡୁଆ ଧନ ତାକୁ ବିଚାର କର ପଢୁଆ ଶୁଣିବେ ବିବୁଦ୍ଧ ଜନ ଯାହା ଯାହା ନ୍ୟାୟ ମାନ ଇଏ 8 ପୁଅ ଚାଲିଗଲେ ସାରେ ସାରେ ତୁ ବସ 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 ବସି ପାରୁନି କାହିଁକି ପାଲା କେହି ବୁଝି ପାରିଲେନି ଆପଣ କଣ ଗାଇଲେ ପାଲା ବୁଝି ପାରୁନାହାନ୍ତି ସମସ୍ତେ ଖାଲି ହଁ ମାରୁଛନ୍ତି କେହି ସମସ୍ତେ ଏମିତି ଆଖି ବୁଝି ବହିଛନ୍ତି କିନ୍ତୁ ଗୋଟିଏ ମା ହଁ ମାରୁଛି ଏପଟରେ ଗୋଟିଏ ମଉସା ହଁ ମାରୁଛନ୍ତି ତୁ କେମିତି ଜାଣିଲୁ ଦେଖନ୍ତୁ ଆପଣ ଯାହା ଗାଉଛନ୍ତି ଯାହା କହୁଛନ୍ତି କେହି ତ ବୁଝିପାରିଲେ ସମସ୍ତେ ଏମିତି ଅନେଇଛନ୍ତି କିନ୍ତୁ ଗୋଟିଏ ମା କେମିତି ହଁ ମାରୁଛି ଦେଖ ଆପଣ ଯାହା କହୁଛନ୍ତି ଭାଇ ଏ ମା ଇଏ ଢୋଳଉଛ ମୁଁ ଦେଖିପାରୁନି ଇଏ ଶୋଇଦବନି ବସିକିରି ଢୋଳେଇବେ ସେ ଷ୍ଟା କରେଇଦବନି କହିଲା କେହି ବୁଝୁନାହାନ୍ତି ସମସ୍ତେ ଅନେଇଛନ୍ତି ଗୋଟାଏ ମା ବୁଝୁଛି କଣ ନା
ସେ ନିଦରେ ତାଙ୍କ ମୁଣ୍ଡ ହେଇଛି ନିଦରେ ମୁଣ୍ଡ ହକି ଯାଉଛି କହିଲା ଏଇ ମାଟା ବୁଝୁଛି ବଦମାସି। ମିଛ କହିଛି। ଆରେ 4 ଦିନ ପାଲା ଗଲାଣି, ହଁ 4 ରାତି ପାଲା ଗଲା, ହଁ 5ମ ରାତି ପାଲା, ଆଚ୍ଛା ତଥାପି ସେ ମା ପାଲା ଦେଖିକିରି କେତେକ ମା ଅଛନ୍ତି ପାଲା ଶେଷ ପର୍ଯ୍ୟନ୍ତ ବସିଛନ୍ତି। କାଲି ବହୁତ ମା ମାନେ ଥିଲେ, କେତେକ ମା ଅଛନ୍ତି ଘରେ ଯାଇକିରି ପୁଅ ଝିଅର ସେବା ତ କରିବେ, ହଁ ପୁଣି ରାନ୍ଧିବାଡ଼ି ତ ଖାଇବେ, ହଁ ପୁଣି ଯଥା ସମୟରେ ତ ଆସିବେ। ହଁ ଦିନିଖିଆ ମା ବର୍ଷରେ 5 ଦିନ ଅନିଦ୍ରାକୁ ସମ୍ଭାଳି ହବ? ଆମେ ସିନା ଆମର ଅଭ୍ୟାସ ହେଇଗଲାଣି, ଆମେ ବାଦୁଡ଼ି ହେଇଗଲୁଣି, ନିଶାଚର। ହଁ ଇଏ ଆମ ଓକିଲ ବାବୁ କହିଲେ ସାରେ ମୁଁ କାଲି ଶେଷକୁ ଗଲି ଆଉ ରାତିରେ ମୋତେ ନିଦ ହେଲାନି। ଇଏ ଆମ ନୀଳକଣ୍ଠ ବାବୁ କହିଲେ ମୁଁ ପାଲା ଦେଖିଗଲି ରାତି ଆଉ ନିଦ ହଉନି। ନା ହୁଁ ହଁ ମୁଁ କହିଲି ଜାଣନ୍ତୁ ଏଇଥିରୁ ପାଲାବାଲାଙ୍କର କଷ୍ଟ କ'ଣ? କଷ୍ଟ କେତେ ଶୁଖିଲା ରୁଟି ଖାଇବେ, ଖାଇବେ, ଚୁଡ଼ା ଚୋବେଇବେ, ଚୋବେଇବେ, ମାଂସ ଜମା କଲେ ମଧ୍ୟ ମୁଁ ତ ଛୁଏଁନି, ହଁ। ଇଏ ପିଲାମାନେ ଖାଇଲା ମୁଁ ଯୋଉ ଜଗେ, ହଁ। ଅଳ୍ପ ଖା ଅଳ୍ପ ଖା। ଅଳ୍ପ ଖା। କେତେ କଷ୍ଟ ଏ ପାଲାବାଲାଙ୍କ ପାଇଁ ହଉଛି। ପାଲାବାଲା କେତେ କଷ୍ଟ କରୁଛନ୍ତି, ସେଇ ହିସାବରେ ଆପଣଙ୍କୁ ବିଦାବିଦି କରିବେ। ବିଧାବିଧି ଆଜି କେଇ ମୁଣ୍ଡା ମାଛ ଖାଇଛୁ? ମୁଁ 4 ପିସ୍ ମାତ୍ର ଖାଇଛି। ଶୁଣନ୍ତୁ ପ୍ରତାପ ବାବୁ, ମୁଁ ତାକୁ କହିଲି 2 ଖଣ୍ଡ ଖାଇବୁ, ସେ ଖାଇ 4 ଖଣ୍ଡ। ଆଉ ଖଣ୍ଡେ ଦେଇଥାନ୍ତେ ଉଠିଗଲେ ସମସ୍ତେ, ମୁଁ ପଳେଇଲି। ଖାଲି ଗିଳି ଯାଉଛି ବୁଢା ଗିଳି ଯାଉଛି ଇଏ କହୁଛି କ'ଣ ଆହୁରି ଖାଇଥାନ୍ତା। ଶୁଣୁଛନ୍ତି? ସମସ୍ତେ ଉଠିଗଲେ ମୁଁ ହଉ ଉଠିଗଲି। ହଉ 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 ବସ। କାଲି ଦେବେ କୁହନ୍ତୁ। କାଲି ଯିବୁ ସିହା ସେଠି ଖାଇବୁ ଖଣ୍ଡେ ସେଇଠି ଖାଇବି, ଖଣ୍ଡେ ଏଠି ଆଉ ଖାଇବିନି। ନାଇଁ ଭଲ ମାଛ ହେଇଥିଲା। ବସ।